ଗଳ୍ପ ତ୍ୟାଗ ଏକ ଅଧିକାରର। ଗାଳ୍ପିକ ବିଜୟ କୁମାର ମୁଦୁଲି। ବିରଞ୍ଚି ନାୟକର ଜୀବନ ଆଜି ଧନ୍ୟ ହୋଇଛି। ତା ପାଇଁ କାଦା ଆଉ କାଦା ପାଇଁ ସିଏ। କାଦା ନିଶ୍ଚୟ ତାକୁ ମନେ ମନେ ଭଲ ପାଇ ବସିଛି। ଏଇ ବିଶ୍ୱାସ ବିରଞ୍ଚିର ଦୃଢ଼ୀଭୂତ ହୋଇଛି। ପ୍ରେମ ନିଶାରେ ସେ ଯେ ମତୁଆଲା, ଇଏ ଅନୁଭବ ସେ ମର୍ମେ ମର୍ମେ ଉପଲବ୍ଧି କରୁଛି। ମନଲାଖି ଝିଅଟେ ତାକୁ ପ୍ରେମ କରୁ, ଏଇ ଭାବନାରେ ତା ଅପେକ୍ଷମାଣ ଯୌବନର ଉଦ୍ଦାମତା ଅସ୍ତଗାମୀ ସୂର୍ଯ୍ୟ ପ୍ରାୟ ପଶ୍ଚିମାକାଶରେ ବିଲୀନ ହୋଇଛି। ହେଲେ ବିବାହର 2 ଦଶନ୍ଧି ପରେ ଆଜି କାହିଁକି ଏହି ସୁଯୋଗଟି ଯେ ଆଜି ଏମିତି ଅପ୍ରତ୍ୟାଶିତ ଭାବେ ପହଞ୍ଚିଯିବ, ଏ କଥା ଭାବି ସେ ଆତ୍ମହରା ହୋଇଛି। ଏବେ ବି ତାଠାରେ ପ୍ରେମ କରିବାର ଉତ୍ସାହ ଭରି ରହିଛି। ପ୍ରେମ କଲେ ପାଗଳ ହେବାକୁ ପଡ଼େ, ଭୋକ ଶୋଷ ଭୁଲିଯିବାକୁ ହୁଏ, ବଦନାମ ହେବାକୁ ପଡ଼େ। ଏଥିପାଇଁ ସେ ପ୍ରସ୍ତୁତ। କାଦା ପାଇଁ ସବୁ ପ୍ରତିକୂଳ ପରିସ୍ଥିତିକୁ ସେ ସାମ୍ନା କରିବାକୁ ଚାହେଁ। ଏହିପରି ଅନେକ ପ୍ରଶ୍ନ ତା ମନରେ ଆଜି ଉଙ୍କି ମାରୁଛି। ଆଜି କାଦାର ସାମର୍ଥ୍ୟ ଟ୍ରେନିଂର ଶେଷ ଦିବସ। ବିରଞ୍ଚି ମନରେ ଅସମ୍ଭବ ପ୍ରାୟ ଉତ୍ସାହ ଓ ଉଦ୍ଦୀପନା। କାଦାକୁ ସେ ଭେଟିବ। ତାକୁ ପୁଣି କାଦା ନିକଟରେ ପ୍ରେଜେଣ୍ଟ କରିବାକୁ ହେବ ସେ ବୟସ୍କ ପ୍ରେମିକ ନୁହେଁ। ନାରୀଟିଏ ପୁରୁଷର ବ୍ୟକ୍ତିତ୍ୱକୁ ଯେତେ ପସନ୍ଦ କଲେ ମଧ୍ୟ ପୁରୁଷର ପୌରୁଷତ୍ୱ ଓ ସମ୍ଭ୍ରାନ୍ତୀୟ ସ୍ୱରୂପ ତା ପାଇଁ ରକ୍ଷା କବଚ ନିଶ୍ଚୟ। ଶରୀର ବିନା ଆତ୍ମାର ବା କି ପ୍ରୟୋଜନ? ତେଣୁ ବିରଞ୍ଚି ପାର୍ଲର ଯାଇ ଅପ୍ରାକୃତିକ ଯୁବକତ୍ୱର ପ୍ରମାଣ ଦେବାକୁ ପ୍ରଚେଷ୍ଟା କରିଛି। ସଫଳ ହୋଇଛି ମଧ୍ୟ। ବିରଞ୍ଚିର ଏତାଦୃଶ ବାହ୍ୟ ପରିପ୍ରକାଶକୁ ତାର ଧର୍ମପତ୍ନୀ କାବ୍ୟା ମଧ୍ୟ ପୂର୍ବରୁ ଜାଣେ। ଠିକ୍ 5ଟାରେ କାଦାର ଫୋନ୍ କଲ୍ ଆସିଲା। ଫୋନ୍ କଲ୍ ପାଇବା ମାତ୍ରେ ସମ୍ଭ୍ରାନ୍ତ ପୋଷାକରେ ପୂର୍ବ ପ୍ରସ୍ତୁତିରେ ଥିବା ବିରଞ୍ଚି ନାୟକ ବାଇକ୍ ଧରି ଟ୍ରେନିଂ ସ୍କୁଲ ଫାଟକ ନିକଟରେ ପହଞ୍ଚିଗଲା। ବିରଞ୍ଚିକୁ ଦୂରରୁ ଦେଖି କାଦା ମୁର୍କି ହସଟେ ହସିଲା ଓ ନମସ୍କାର କଲା। ବିରଞ୍ଚିର ମୁଖମଣ୍ଡଳରେ ମଧ୍ୟ ହସର ଏକ ସରୁ ରେଖାଟିଏ ଆଙ୍କି ହୋଇଗଲା। ସତେ ଯେମିତି ଦୁହେଁ ଦୁହିଁଙ୍କର ଅତି ଅନ୍ତରଙ୍ଗ। କାଦା ଓ ବିରଞ୍ଚି ବସ୍ଷ୍ଟାଣ୍ଡ ଅଭିମୁଖେ ଅଗ୍ରସର ହେଲେ। କାଦା କହିଲା, ସାର୍, ଆଜି ଆମେ ବସ୍ଷ୍ଟାଣ୍ଡ ଯିବା ନାହିଁ। ଆପଣ ମୋତେ ଆଜି ଆମ ଘରେ ଛାଡ଼ିଦେବେ। ତା ପୂର୍ବରୁ ଆମେ କଟକ ସୁଇଟ୍ ଷ୍ଟଲରେ ଦୋସା ଖାଇବା ଓ ଦହି ସରବତ ପିଇବା। ଆପଣ କିନ୍ତୁ ଆଜି ପେମେଣ୍ଟ କରିବେ ନାହିଁ। ବିରଞ୍ଚିର ଏଥିରେ କିଛି ଆପତ୍ତି ନଥିଲା। କଟକ ସୁଇଟ୍ ଷ୍ଟଲରେ ପହଞ୍ଚି କାଦା 2ଟି ଦୋସା ଅର୍ଡର ଦେଲା। ତା ପୂର୍ବରୁ କହିଲା, ସାର୍, ଆପଣଙ୍କର ଦୋସା ପସନ୍ଦ? ତୁମର ଯେଉଁଟା ପସନ୍ଦ। ବିରଞ୍ଚିକୁ ପାଇ କାଦା ମନରେ ଅସମ୍ଭବ ଉତ୍ସାହ। ତଥାପି ତା ମନରେ କିଛି ଦ୍ୱନ୍ଦ୍ୱ ପରିଲକ୍ଷିତ ହେଉଥିଲା। ସାର୍, ଆପଣଙ୍କୁ ମୁଁ କିଛି ପଚାରିବି? ହଁ, ପଚାରିପାର। ବାପା ମା ମୋ ବାହାଘର ପାଇଁ ବ୍ୟସ୍ତ। ଅନେକ ପ୍ରସ୍ତାବ ଆସିଛି। ନିକଟରେ ଗୋଟିଏ ଇଞ୍ଜିନିୟର ପ୍ରସ୍ତାବରେ ବାପା ମା ରାଜି ହୋଇଛନ୍ତି। ପ୍ରସ୍ତାବଟି ଫାଇନାଲ ହେବା ଉପରେ। ଟିକେ ଗମ୍ଭୀର ହୋଇ ବିରଞ୍ଚି କହିଲା, ଭଲ ହେଲା, ତୁମକୁ ଏଇ ପ୍ରସ୍ତାବରେ ରାଜି ହେବା କଥା। କାଦା ଟିକେ ତଳକୁ ମୁହଁ କରି ପ୍ରତିବାଦ ସ୍ୱରରେ କହିଲା, ସାର୍, ଆପଣ ବି? ମୁଁ କିନ୍ତୁ ଏବେ ବିବାହ କରିବି ନାହିଁ। ମୋର କୌଣସି ଇଞ୍ଜିନିୟର କିମ୍ବା ଡାକ୍ତର ପସନ୍ଦ ନୁହେଁ। ତେବେ ତୁମର କେଉଁଥିରେ ପସନ୍ଦ? ସେ କଥା ତୁମେ ତୁମ ବାପା ମାଆଙ୍କୁ ଖୋଲାଖୋଲି ଭାବେ ଜଣାଇ ଦେଉନ?
ନା, ମୁଁ କିନ୍ତୁ ନିଷ୍ପତ୍ତି ନେଇଛି ଏବେ ବିବାହ କରିବି ନାହିଁ। କାହିଁକି? ଘରେ ଥିବାବେଳେ ବାପ ମା ଦୁହେଁ ଯେମିତି ମୋ ପଛରେ ପଡ଼ିଯାଇଛନ୍ତି। ବେଳେବେଳେ ମା ମୋ ଉପରେ ବିଗିଡ଼ି ଯାଉଛି। ବାପା ବି ଅଭିମାନରେ ମାଙ୍କ ଉପରେ ବିରକ୍ତ ହୋଇ ପଡ଼ୁଛନ୍ତି ଏବଂ କହୁଛନ୍ତି, ତୁମେ କାହିଁକି ତାକୁ ବାଧ୍ୟ କରୁଛ? ତାର ଯାହା ଇଚ୍ଛା ହେଉଛି ସେଇଆ କରୁ, ସେ ତ ଆଉ ଛୋଟ ପିଲା ହେଇନାହିଁ। ଏହି ସମୟରେ ୱେଟର ଜଣକ ମସଲା ଦୋସା ଦୁଇଟି ଟେବୁଲ ଉପରେ ରଖିଦେଇଗଲା। ଚାମଚରେ ଗରମ ସମ୍ବର ଟିକେ ପାଟିକୁ ନେଇସାରି ବିରଞ୍ଚି କହିଲା, କାଦା, ସେମାନେ ଯାହା କହୁଛନ୍ତି ଠିକ୍ କହୁଛନ୍ତି। ତୁମେ ତ ଖୁବ୍ ସୁନ୍ଦର, ଉଚ୍ଚଶିକ୍ଷିତା, ସରକାରୀ ଚାକିରି, ପୁଣି ବିବାହ କରିବାର ସଠିକ୍ ବୟସରେ ପଦାର୍ପଣ କରିସାରିଛ। ତା ଛଡ଼ା ତୁମ ବିବାହର ସମସ୍ତ ଖର୍ଚ୍ଚ ପାଇଁ ସେମାନେ ପୂର୍ବରୁ ପ୍ରସ୍ତୁତ। ତେବେ ସମସ୍ୟା କେଉଁଠି? ସେମାନଙ୍କ କଥାରେ ରାଜି ହେଇଯିବା ମୋ ମତରେ ସଠିକ୍ ନିଷ୍ପତ୍ତି ନିଶ୍ଚୟ। ହେଲେ ମୋର ତ ଗୋଟେ ବ୍ୟକ୍ତିଗତ ସ୍ୱାଧୀନତା ରହିଛି। ମୋତେ ତ ପୁଣି ମୋର ନିଷ୍ପତ୍ତି ନିଜକୁ ନେବାକୁ ପଡ଼ିବ। ମୁଁ ଜାଣେ ମୋ ବାପ ମା ମୋର କସ୍ମିନ କାଳେ ଅମଙ୍ଗଳ ଚିନ୍ତା କରିବେ ନାହିଁ। ସେମାନଙ୍କର ମୁଁ ଏକମାତ୍ର ସନ୍ତାନ। ତଥାପି ମଣିଷ ପରିସ୍ଥିତିର ଦାସ। ଏହାକୁ କ'ଣ କେହି ଅସ୍ୱୀକାର କରିପାରିବେ? ଏହାର ଅର୍ଥ ତୁମେ କ'ଣ କାହାରିକୁ ଭଲ ପାଅ? ଲଭ୍ ମ୍ୟାରେଜ କରିବାକୁ ଚାହଁ? ଲଭ୍ ମ୍ୟାରେଜ କି ଆରେଞ୍ଜଡ ମ୍ୟାରେଜ କରିବି କିମ୍ବା ଆଦୌ ବିବାହ କରିବି ନାହିଁ ତାହା ତ ମୁଁ ଜାଣେ ନା। 25 ବର୍ଷ ଭିତରେ ମୁଁ ମୋ ବାପା ମାଙ୍କ ଆଦର୍ଶରେ ପ୍ରତିପାଳିତ। ସ୍କୁଲ କିମ୍ବା କଲେଜ ଜୀବନରେ କୌଣସି ପୁଅ ସହ ମୁଁ ଚକ୍ଷୁ ସମ୍ମେଳନ କରି କଥା ପଦେ ହୋଇନଥିଲି। ହେଲେ ଏଇ କିଛି ଦିନ ହେବ ମୋତେ ଆଦୌ ନିଦ୍ରା ନାହିଁ। ଶୋଇବାକୁ ପ୍ରଚେଷ୍ଟା କରି ମଧ୍ୟ ଶୋଇପାରେ ନା। ପ୍ରେମର ସଂଜ୍ଞା କ'ଣ? ପ୍ରେମ କେମିତି କରାଯାଏ? ମୋ ନିକଟରେ ପ୍ରେମ ଥିଲା ଗୋଟିଏ ଶବ୍ଦ ମାତ୍ର। କାହାରି କାମ ବାଣରେ ମୋ ହୃଦୟ ବିଦ୍ଧ ହେବ ମୁଁ ସ୍ୱପ୍ନରେ ସୁଦ୍ଧା ପରିକଳ୍ପନା କରିନଥିଲି। ଏଇ କିଛି ଦିନ ହେବ ମୋ ମନୋଭାବ ଓ ଚାଲିଚଳନକୁ ମା ଲକ୍ଷ୍ୟ କରିଛନ୍ତି। ବେଳେବେଳେ କହି ପକାଉଛନ୍ତି, କାଦା, ତୋର କ'ଣ ହୋଇଛି ମା? ତୁ ଏତେ ଗୁମସୁମ୍ ଲାଗୁଛୁ। ସ୍କୁଲରେ ତୋର କାହା ସହିତ କ'ଣ ମନାନ୍ତର ହୋଇଛି? ମାଆକୁ ଭୁଲେଇ ଦେବାକୁ ପ୍ରଚେଷ୍ଟା କରେ। ଏତେବେଳକୁ କାଦାର ଦୁଇ ଚକ୍ଷୁ ଯେପରି ଶ୍ରାବଣର ଆକାଶ ପରି ପାଲଟି ଗଲେ, ଆଉ ବିରଞ୍ଚିର ଦୁଇ ଚକ୍ଷୁ ଛଳଛଳ ହୋଇଗଲା। ସେଦିନ ରେଷ୍ଟୁରାଣ୍ଟରେ ଯେମିତି ଗୋଟିଏ ଗମ୍ଭୀର ପରିବେଶଟିଏ ସୃଷ୍ଟି ହେଲା। ସାର୍, ତୁମେ ହିଁ ମୋର ପଥ ପ୍ରଦର୍ଶକ। ଜାଣେ ନା ତୁମର ଠିକଣା। ଏତିକି ଜାଣେ ଆପଣ ମଣିଷ ନୁହନ୍ତି, ମୋ ପାଇଁ ଜିଅନ୍ତା ଠାକୁର। ମୋତେ ବିପଦରୁ ଉଦ୍ଧାର କର। ଏ କଥା କହିଲା ବେଳେ କାଦାର କଣ୍ଠ ଧୀରେ ଧୀରେ ଅସ୍ପଷ୍ଟ ହେବାକୁ ଲାଗିଲା। ଚକ୍ଷୁରୁ ଦୁଇ ଟୋପା ଲୁହ ଝରି ପଡ଼ିଲା। ବିରଞ୍ଚିର ହୃଦସ୍ପନ୍ଦନ ବଢ଼ି ଯାଇଥିଲା। କାଦାର ପ୍ରତିଟି ଶବ୍ଦ ଯେପରି ତାର ଶିରା ପ୍ରଶିରାରେ ରକ୍ତ ହୋଇ ପ୍ରବାହିତ ହେଲା। ତାର ସ୍ଥିତିକୁ ସମ୍ଭାଳିବାକୁ ସେ ଯେପରି ଅକ୍ଷମତା ପ୍ରକାଶ କରୁଥିଲା। ଏହି ସମୟରେ ୱେଟର ଆସି ବିଲ୍ଟିକୁ ବିରଞ୍ଚିକୁ ବଢ଼େଇ ଦେଉ ଦେଉ କାଦା ବିଲ୍ଟିକୁ ମାଗିନେଲା। କାଦା, ଚାଲ ଯିବା, ଲେଟ୍ ହେଲାଣି। ଟ୍ରେନିଂ ଶେଷ ଦିନ ଲେଟ୍ ହେଲେ ସେ ତାଙ୍କର ଜଣେ ଷ୍ଟାଫ୍ ବିରଞ୍ଚି ସାରଙ୍କ ସାହାଯ୍ୟ ନେବ ବୋଲି ମାଆକୁ ପୂର୍ବରୁ ଜଣାଇ ଦେଇଥିଲା। ତା ବାପାଙ୍କର ମଧ୍ୟ ଶିକ୍ଷକଙ୍କ ପ୍ରତି କେଜାଣି କାହିଁକି ଏକ ଅହେତୁକ ସମ୍ମାନ ରହିଛି। କାଦାର ବାପା DPIରେ କିରାଣୀ ଥିବାବେଳେ ଚାକିରି ଜୀବନରେ ସେ ଅନେକ ଶିକ୍ଷକଙ୍କୁ ସାହାଯ୍ୟ କରିଛନ୍ତି। ବିରଞ୍ଜି ସାରଙ୍କ ବୟସ ଓ ଝିଅର ବୟସ ମଧ୍ୟରେ ଅନେକ ପାର୍ଥକ୍ୟ ଥିବାରୁ ବାପା ମା ଏହି ସମ୍ପର୍କକୁ ହାଲକା ମନେ କରନ୍ତି। କିନ୍ତୁ ତାଙ୍କ ଝିଅ ଯେ ବିରଞ୍ଚି ସାରଙ୍କୁ ମନେ ମନେ ହୃଦୟ ଦେଇ ସାରିଛି, ଏ କଥା ବାପା ମାଙ୍କୁ ଅଗୋଚର ଥିଲା। ଜଣେ ବିବାହିତ ପୁରୁଷକୁ ତାଙ୍କ ଝିଅ ଯେ ଭଲ ପାଇ ବସିବ, ଏ କଥା ସେମାନେ କେବେ ସ୍ୱପ୍ନରେ ବି କଳ୍ପନା କରିନଥିବେ। ବିରଞ୍ଚି ସାରଙ୍କର କାଦାର ପିତାମାତାଙ୍କୁ ଯେପରି ଆଚରଣ ଥିଲା, ସତେ ଯେମିତି ଜଣେ ହିତାକାଂକ୍ଷୀ ଷ୍ଟାଫ୍ ପରି। ପ୍ରେମ ନିଶାରେ ପାଗଳ ହେଲା ପରେ ଗୋଟିଏ କାହିଁକି ଗୋଟିଏ ମିଥ୍ୟାର ଆଶ୍ରୟ ନେବାକୁ ହୁଏ। କାଦା ପାଇଁ ତାହା ହିଁ ଘଟିଥିଲା। କାଦା, ଲେଟ୍ ହେଲାଣି,
ଚାଲ ମୁଁ ତୁମକୁ ବସ୍ରେ ବସାଇଦେବି, ଘରେ ବ୍ୟସ୍ତ ହେବେ। ଆଜି କାଦା କିନ୍ତୁ ବସ୍ରେ ଯିବାକୁ ଆଦୌ ପ୍ରସ୍ତୁତ ନଥିଲା। ସେ କହିଲା, ସାର୍, ଫେରିବା ଡେରି ହେବ ବୋଲି ଆପଣ ଘରକୁ ଟିକେ ଫୋନ୍ କରିଦିଅନ୍ତୁ। ବିରଞ୍ଚି ପାଇଁ ଇଏ କିଛି ନୂଆ କଥା ନଥିଲା। କାଦା ସାମ୍ନାରେ ସେ ଫୋନ୍ କଲା। ନିଷ୍କପଟା ଓ ସରଳା ଧର୍ମପତ୍ନୀ କାବ୍ୟାଟି ହେଉ କହି ସମ୍ମତି ଦେଲା ପରେ ବିରଞ୍ଚି ଫୋନ୍ ରଖିଦେଲା। ସାର୍, ଆଜି ଆପଣ ମୋତେ ଆମ ଘରେ ନେଇ ଛାଡ଼ିବେ। ଆଜି ଆମେ ଭୁବନେଶ୍ୱର ବାଇକ୍ରେ ଯିବା। ଆଜି କାଦାର କ'ଣ ହୋଇଛି? ତାଙ୍କୁ ସେ ଗୋଟିଏ ମୁହୂର୍ତ୍ତ ଛାଡ଼ିବାକୁ ନାରାଜ। ବିରଞ୍ଚି କିଛି ବୁଝିପାରୁନଥିଲା। ଏକ ଶଙ୍କା ଓ ଅନ୍ୟ ମନସ୍କତା ଭିତରେ ଟଳମଳ ହେଉଥିଲା। କାଦାର ମନ ଓ ଦେହରେ ସତେ ଯେମିତି ବସନ୍ତଟି ଫୁଲେଇ ହେଉଛି। ବସନ୍ତର ଦକ୍ଷିଣା ପବନ କାଦାକୁ ଯେମିତି ଜଡ଼ସଡ଼ କରିଦେଉଛି। ବିରଞ୍ଚି ଦେହରେ ତା ଦେହକୁ ମିଶେଇ ସତେ ଯେମିତି ଏକକାର କରିଦେଉଛି। ବସନ୍ତ ସନ୍ଧ୍ୟାରେ ପ୍ରେମିକ ସହ ପ୍ରେମିକାଟି ବାଇକ୍ରେ ବସିଯିବାର ବାସ୍ତବ ମଜ୍ଜାକୁ କାଦା ହିଁ ଆଜି ଅନୁଭବ କରୁଛି। ଏ ଅନୁଭୂତି କାଦା ଓ ତା ବୟସ ପାଇଁ ହୁଏତ ନୂତନ ଉନ୍ମାଦନର ଅନୁଭୂତି ହୋଇପାରେ, ହେଲେ ବିରଞ୍ଚି ନାୟକ ପାଇଁ କିଏ କହିଲା ନୁହେଁ? କାଦା ଦେହର ସ୍ପର୍ଶରେ ବିରଞ୍ଚିର ସୁପ୍ତ ଯୌବନରେ ରୋମାଞ୍ଚ ଦ୍ୱିଗୁଣିତ ହୋଇଥିଲା। ଲାଜୁଆ ଝିଅ କାଦା ଆଜି ପ୍ରେମ ପାଗଳିନୀ। ଏବେ ସେ ମୁକ୍ତ। ଖୋଲା ଆକାଶ ତଳେ ସେ ସ୍ୱାଧୀନ। ତା ଉପରେ କାହାରି ଦୃଷ୍ଟିପାତକୁ ସେ ଭ୍ରୂକ୍ଷେପ କରେ ନା। ବସନ୍ତର ମଳୟ ସହିତ ବାଇକର ଧୀର ମନ୍ଥର ଗତି କାଦାକୁ ଯେମିତି ମନେ ହେଉଥିଲା ତା ପାଇଁ ଏ ପଥ ହେଉ ଅସରନ୍ତି ପଥ। 50 ବର୍ଷ ବୟସର ବିରଞ୍ଚି ନାୟକର ମୃତ୍ୟୁ ଘଟିଛି। ଏବେ ସେ ଏକ ଉଦ୍ଦାମ ଯୁବକ, ରସିକ, ନାଗର, କାଦାର ପ୍ରେମିକ, ଯାହା ବାସ୍ତବ ଓ ସତ୍ୟ। ବିରଞ୍ଚି ପୂର୍ବରୁ କେବେ କାଦାଙ୍କ ଘର ଦେଖିନାହିଁ। କାଦା କହିଲା, ସାର୍, ଲକ୍ଷ୍ମୀସାଗର ଯିବା ପୂର୍ବରୁ ଆମେ ଟିକେ ବିଗ୍ ବଜାର ଯିବା। ସେଠାରୁ ମୋର କିଛି ଡ୍ରେସ୍ କିଣିବାର ଅଛି। ଉଭୟ ବିଗ୍ ବଜାରରେ ପହଞ୍ଚିଲେ। ବିରଞ୍ଚି ମନପସନ୍ଦରେ କାଦା ପାଇଁ ଡ୍ରେସ୍ କିଣା ହେଲା। ବିରଞ୍ଚି ପସନ୍ଦ ହିଁ ତା ପସନ୍ଦ। କାଦା ବି ତା ପସନ୍ଦର ଜିନ୍ସ ଓ ସାର୍ଟ ତା ଦାଦା ପୁଅ ନାଁରେ ଓ ବିରଞ୍ଚି ଉଦ୍ଦେଶ୍ୟରେ କିଣିଲା। ବିଗ୍ ବଜାରରୁ ବାହାରି ଆସିଲା ପରେ ସନ୍ଦେହର ବଳୟ ମଧ୍ୟରେ ବିରଞ୍ଚିକୁ ଛିଡ଼ା ହେବାକୁ କହି କାଦା ଗୋଟିଏ କେକ୍ ସପରେ ପ୍ରବେଶ କଲା। ସେଠାରୁ ଗୋଟିଏ ବର୍ଥଡେ କେକ୍ ଧରି ବିରଞ୍ଚି ନିକଟକୁ ଆସିଲା। ବିରଞ୍ଚି ପଚାରିଲା, କାଦା, ସେ କ'ଣ? ଆପଣ ମୁଣ୍ଡ ଖେଳାନ୍ତୁ ନାହିଁ, ଏଇଟା ମୋ ଇଲାକା। ଏଥର ଗାଡ଼ି ଷ୍ଟାର୍ଟ କର। କାଦାର ଅନୁରୋଧ ଏବେ ନିର୍ଦ୍ଦେଶରେ ରୂପାନ୍ତର। ଉଭୟ ଲକ୍ଷ୍ମୀସାଗର ଛକରେ ପହଞ୍ଚିଲା ପରେ କାଦାର ନିର୍ଦ୍ଦେଶ, ବାମପଟେ ଷ୍ଟ୍ରେଟ୍ ଯିବା। ସମ୍ମୁଖରେ ଡାହାଣ ହାତୀ ଗୋଟିଏ ଶିବ ମନ୍ଦିର ପଡ଼ିବ। ଏହାର ଠିକ୍ ବାମପଟେ ଗୋଟିଏ ବଉଳ ଗଛ, ସେଇଠି ଆମ ଘର। କାଦାର ଏ ପ୍ରକାର ନିର୍ଦ୍ଦେଶ କାହିଁ କଟକରେ ତ ଶୁଣିବାକୁ ମିଳିନଥିଲା। ତାର ଏତେ ଚଳଚଞ୍ଚଳତା ଓ ଉତ୍ସାହ ତ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ନିର୍ଦ୍ଦେଶ ଦେଉଥିବା ସମୟରେ କାଦା ସବୁଠୁ ସୁନ୍ଦର ଦିଶୁଥିଲା। ଏଇଠି ରଖ। ଆରେ ଆସ, ଏଇଟା ଆମ ଘର। ଘରର ଫାଟକ ନିକଟକୁ ବିରଞ୍ଚି ନାଚାର ଏକ ଅବୋଧ ଶିଶୁ ପ୍ରାୟ 2-3 ଥର କବାଟ ଠକ୍ ଠକ୍ କଲା ପରେ ମା ଲକ୍ଷ୍ମୀ ଦେଇ କବାଟ ଖୋଲିଲେ। ମାଉସୀକୁ ଦେଖି ବିରଞ୍ଚି ନମସ୍କାର କଲା। ପୁଅ, ଭିତରକୁ ଆସ। କାଦା, ତୁ ଫ୍ରେଶ୍ ହେଇ ପୁଅ ପାଇଁ ଚାହା କି ସର୍ବତ ବ୍ୟବସ୍ଥା କର। ସାର୍, ଆପଣ ଏଇ ସୋଫା ଉପରେ ବସନ୍ତୁ, ମୁଁ ଆସୁଛି। ଏହା କହି କାଦା ଫ୍ରିଜରୁ କୋଲ୍ଡ ଡ୍ରିଙ୍କସ୍ ବାହାର କରି ଗ୍ଲାସରେ ବିରଞ୍ଚୁକୁ ବଢ଼ାଇ ଦେଲା। ବିରଞ୍ଚି କାଲୁବାଲୁ ହୋଇ ଘରର ଏଣେ ତେଣେ ଚକ୍ଷୁ ବୁଲାଇ ଆଣୁଥିଲା। ଚିଡ଼ିଆଖାନାର ସେ ଯେମିତି ଏକ ନୂତନ ଅତିଥି। ଏ ଘରଟା କ'ଣ ଖାଁ ଖାଁ ଲାଗୁଛି? କାହିଁ ମଉସାଙ୍କର ତ ଦେଖା ନାହିଁ। କାଦାର ଦାଦା ଗାଁରେ ରହନ୍ତି ବୋଲି କାଦାଠାରୁ ସେ ଶୁଣିଥିଲା। ସେ ଜମିବାଡ଼ି କଥା ବୁଝନ୍ତି। ଦାଦା ଡକେଇଥିବାରୁ କାଦାର ବାପା ସେଦିନ ଗାଁକୁ ଯାଇଛନ୍ତି ବୋଲି ସେ ଏବେ ଜାଣିବାକୁ ପାଇଲା। ମଉସା ନଥିବାର ସୁଯୋଗ କ'ଣ କାଦା ଆଜି ନେବାକୁ ଚାହୁଁଛି? ଏହିପରି ଶଙ୍କା
ଓ ଦ୍ୱନ୍ଦ୍ୱ ବିରଞ୍ଚିର ବଢ଼ି ବଢ଼ି ଚାଲିଥାଏ। ଠିକ୍ ଏତିକି ବେଳେ ବିରଞ୍ଚିର ଦ୍ୱନ୍ଦ୍ୱକୁ ଆହୁରି ଦୁଗୁଣିତ କରି ସାମ୍ନାରେ ଛିଡ଼ା ହେଲା କାଦା। ଫ୍ରେଶ୍ ହେଲା ପରେ କାଦା ନୂଆ ଡ୍ରେସ୍ ପରିଧାନ କରିଥିଲା, ଯାହାକୁ ଆଜି କୋଲକାତା ବଜାରରୁ ବିରଞ୍ଚିର ଚଏସ୍ରେ ହିଁ କିଣା ହୋଇଥିଲା। ବିରଞ୍ଚି ତା ସାମ୍ନାରେ କାଦାର ରୂପ ଦେଖି ଅଭିଭୂତ ହୋଇ ଯାଉଥିଲା। ସୁନ୍ଦର ନାରୀଟିକୁ ତା ପସନ୍ଦର ପୋଷାକ ଯେ ଆହୁରି ସୁନ୍ଦରତର କରିପାରେ ତାହା କଳ୍ପନାର ବାହାରେ ଥିଲା। କାଦା ବିରଞ୍ଚି ସାର୍ଙ୍କ ନିକଟରେ ବସି କହିଲା, ଆପଣ କ'ଣ ଭାବୁଛନ୍ତି? ନାଇଁ, କିଛି ନାହିଁ, ମୋତେ ଯିବାକୁ ଦିଅ। ହେଇ ଦେଖିଲୁ ମା, ବିରଞ୍ଚି ସାର୍ କହୁଛନ୍ତି ଯିବେ ବୋଲି। କହିଲା ବେଳେ ମୁଖମଣ୍ଡଳରେ ଯେମିତି ଏକ ଛଳନାର ପ୍ରଲେପ। ନା ପୁଅ, ଯଦି ଯିବ କ'ଣ ଦିଟା ଖାଇଦେଇ ଯିବ। ମା ବିରଞ୍ଚି ସାମ୍ନାରେ ବସି ଆସି ବସିଲେ। ବିରଞ୍ଚିକୁ ଲକ୍ଷ୍ୟ କରି କହିଲେ, ପୁଅରେ ଦେଖୁଛୁ, ମୋର ଅବସ୍ଥା ଯଦି ଓ ସୁଧୁରୁଛି, ମୁଁ କିନ୍ତୁ ରୋଷେଇବାସକୁ ପାରୁନି। ରୋଷେଇ ଆଣି ରୁଟି ଓ ସନ୍ତୁଳା କରି ଦେଇ ଯାଇଛି। କ୍ଷୀର ଅଛି, ଦିଟା ଖାଇଦେଇ ଯିବ। ମାଉସୀଙ୍କର କେଡ଼େ ସ୍ନେହପୂର୍ଣ୍ଣ ଉଚ୍ଚାରଣ। ନା ମାଉସୀ, ଡେରି ହେଲାଣି, ମୋତେ ଯିବାକୁ ଦିଅନ୍ତୁ। ସାର୍, ଆପଣ ଯାଆନ୍ତୁ, ଟିକେ ଫ୍ରେଶ୍ ହୋଇ ଆସିବେ। ବାଥରୁମ୍ ଦେଖାଇ ଦେଇ କାଦା ବାପାଙ୍କର ଗାମୁଛା ବିରଞ୍ଚି ହାତକୁ ବଢ଼ାଇ ଦେଲା। ବିରଞ୍ଚି ବାଥରୁମ୍ ଗଲା ପରେ କାଦା ମାଆକୁ ତା ରୁମ୍କୁ ଡାକି ନେଲା। ମା, ଗୋଟେ କଥା ଜାଣିଛୁ, ବିରଞ୍ଚି ସାର୍ଙ୍କର ଆଜି ଜନ୍ମଦିନ। ହେଲେ ତାଙ୍କ ଜୀବନରେ ସେ କେବେ ହେଲେ ତାଙ୍କ ଜନ୍ମଦିବସ ପାଳନ କରିନାହାନ୍ତି କି କାହାରି ସାମ୍ନାରେ ଆଜି ପର୍ଯ୍ୟନ୍ତ ଖୋଲି କହିନାହାନ୍ତି। ହେଲେ ମୋତେ ଥରେ କଥା ଛଳରେ ଆଭାସ ଦେଇଥିଲେ। ମୋ ଜନ୍ମ ବସନ୍ତ ପଞ୍ଚମୀ ପୂର୍ବ ଦିନ। ବାପା ତ ନାହାନ୍ତି, ତାଙ୍କ ଅନୁପସ୍ଥିତିରେ ମୁଁ ତାଙ୍କୁ ଆଜି ଆମ ଘରକୁ ଡାକି ଆଣିଛି। ଏଇଠି ଏବେ ତାଙ୍କ ଜନ୍ମଦିନ ଆମେ ଦୁହେଁ ପାଳିବା। କାଦା ଆଜିକାଲି ଯେଉଁ ଅନ୍ୟମନସ୍କ ହେଉଥିଲା, ମନ ମାରି ଗୁମସୁମ ହୋଇ ବସୁଥିଲା, ପୁଣି ବେଳେବେଳେ ବିରଞ୍ଚି ସାର୍ଙ୍କ କଥା କହି ଖୁସି ହେଉଥିଲା, ତେବେ କ'ଣ ସେ ଯାହା ଅନୁମାନ କରୁଥିଲା, ତେବେ କ'ଣ ତାହା ସତ? ମାର ଅନ୍ୟମନସ୍କତା ଦେଖି କାଦା କହିଲା, ମା, ତୁ କ'ଣ ଭାବୁଛୁ? ବିରଞ୍ଚି ସାର୍ ବହୁତ ଭଲ, ସେ ଭାରି ଉପକାରୀ ଓ ଭଦ୍ର। ତୋ ଦେହ କଥା ସବୁବେଳେ ସେ ପଚାରନ୍ତି। ମୁଁ ବୁଝୁଛି ରେ ମା, ହେଲେ ବାପା ଯଦି ଜାଣିବେ, ଆମ ସହିତ ପଡ଼ିଶା ଘରେ ଯଦି କିଏ ଜାଣନ୍ତି, ଆମ ସାହି ପଡ଼ିଶା ଘରେ ଯଦି କିଏ ଜାଣନ୍ତି, ତେବେ ସେମାନେ କ'ଣ ଭାବିବେ କହିଲୁ? ପ୍ରେମ ପାଗଳରେ ଅନ୍ଧ ହୋଇଥିବା କାଦା ବିରଞ୍ଚି ପାଇଁ ସୃଷ୍ଟି କରିଥିଲା ଆଉ ଗୋଟିଏ ଜୀବନ। ରଚିଲା ମିଥ୍ୟା ଜନ୍ମଦିନର ନାଟକ। ଯେଉଁ ନାଟକର ଦୃଶ୍ୟରେ ବଳି ପଡ଼ିଗଲେ ବିରଞ୍ଚି ନାୟକ। କାଦା ଦ୍ୱାରା ରଚିତ ନାଗଫାସରେ ସେ ହେଲେ ବନ୍ଦୀ। ମୁକ୍ତିର ପଥରୁଦ୍ଧ। ନା ମା, ତୁ ମନା କରନା। ତୋ ଗୋଡ଼ ଧରୁଛି ମା, ମୁଁ ତାଙ୍କ ପାଇଁ ନୂଆ ପ୍ୟାଣ୍ଟ ସାର୍ଟ ନେଇ ଆସିଛି। ଜନ୍ମଦିନର କେକ୍ଟି ବି ଆଣିଛି। ପିଲାଦିନୁ ଏ ଯାଏ ସେ ମାର ସ୍ନେହ କ'ଣ ଜାଣନ୍ତିନି। ମା ଯେ ଏକ ବନ୍ଧୁ, ଏକ ସାଙ୍ଗ, ଯେମିତି ତୁ ମୋ ଭିତରେ, ସେଥିରୁ ସେ ବଞ୍ଚିତ। ମା ମୋର ଆଣ। ତୁ ହଁ କହିଦେ, ନଚେତ ସେ ପଳେଇବେ। ହେଉ, ମୋ ଗୋଡ଼ ଛାଡ଼। ତୋ ଇଚ୍ଛା, ତୋ ଖୁସି ପାଇଁ ମୁଁ ସବୁ କିଛି କରିପାରିବି। ମୁଁ ଯଦି ବଞ୍ଚିଥାଏ, ଖାସ୍ ତୋରି ପାଇଁ। ତୁ ଦୁଃଖୀ ହେଲେ ମୋ ଜୀବନ ଜୀଇଁବାର ମାନେ କିଛି ନାହିଁ। ଏହା କହି ଲକ୍ଷ୍ମୀ ଦେବୀ ଝିଅକୁ କୁଣ୍ଢେଇ ପକାଇଲା। ତା ନୟନ ଯୁଗଳରୁ ବହି ଯାଉଥିଲା ଗଙ୍ଗା ଯମୁନା ପରି ଦୁଇଧାର ଲୋତକାଶ୍ରୁ। କାଦା ତା ସାଲୁଆରରେ ମାର ଆଖିକୁ ପୋଛି ଦେଇ ଗେଲ କରି ପକାଇଲା। ମିଥ୍ୟାର ଧାର ଧରି ନଥିବା କାଦା ଆଜି ମିଥ୍ୟାର ବୈତରଣୀକୁ ପାର କରିଗଲା। ବିରଞ୍ଚି ବାଥରୁମ୍ରୁ ବାହାରି ଆସିବା ପରେ ତାଙ୍କ ଡ୍ରେସ୍ ପତ୍ର ଯଥାସ୍ଥାନରୁ ଉଭାନ ହୋଇଯାଇଛି। ସାର୍, ମୋ ସହିତ ଆସ। ଆଜି ସେ ନିର୍ଦ୍ଦେଶର ଦାସ। ବିଚରା ଫସିଗଲା କାଦା ଦ୍ୱାରା ସୃଷ୍ଟି ହୋଇଥିବା ଚକ୍ରବ୍ୟୁହରେ। ତା ନିଜର ଯାହା କିଛି ଯେ ତା ନିଜର ନୁହେଁ,
ଓ କାହାରି ନିର୍ଦ୍ଦେଶରେ ସବୁ ଘଟି ଚାଲିଛି ତାକୁ ସେହିପରି ମନେ ହେଲା। ଯେଉଁ କୋଠରୀ ଭିତରକୁ କାଦା ବିରଞ୍ଚିକୁ ଡାକିନେଲା ସେ କୋଠରୀ ଭିତରେ ସେ ଯାହା ଦେଖିଲା ଆଶ୍ଚର୍ଯ୍ୟଚକିତ ହୋଇଗଲା। ସବୁ ସନ୍ଦେହର ଗଣ୍ଠି ଯେପରି ଫିଟି ଫିଟି ଯାଉଛି ମୁହୂର୍ତ୍ତ ମୁହୂର୍ତ୍ତ କେଇଠି। କୋଠରୀଟି ଯେମିତି ମଲ୍ଲି ଫୁଲର ମହମହ ବାସ୍ନା, ନୂଆ ଜିନ୍ସ ଓ ସାର୍ଟ ଯେପରି ଅପେକ୍ଷା କରିଛନ୍ତି ବିରଞ୍ଚି ନାୟକକୁ ସ୍ୱାଗତ କରିବାକୁ। ଟେବୁଲ ଉପରେ ସୁସଜ୍ଜିତ ଜନ୍ମଦିବସର କେକ୍, ତା ଉପରେ କ୍ୟାଣ୍ଡେଲ ଗୁଡ଼ିକ ଅପେକ୍ଷାରତ ବିରଞ୍ଚିର ଜୀବନକୁ ଆଲୋକିତ କରିବାକୁ। କାଦା, ଏସବୁ କ'ଣ? ଆଗ ତୁମେ ନୂଆ ଜାମା ପିନ୍ଧି ପକାଅ। ତୁମର ମନେ ନାହିଁ? ତୁମେ ଅନ୍ୟମନସ୍କ ହେଇପାର, ହେଲେ ମୁଁ ଭୁଲିନି। ଆଜି ପରା ତୁମର ଜନ୍ମଦିନ। ଆଶ୍ଚର୍ଯ୍ୟ ହେଇ ବିରଞ୍ଚି କହିଲା। କାହାର? ଆଜି ମୋ ଜନ୍ମଦିନ, ଅଥଚ ମୁଁ ଜାଣେ ନା? ହଠାତ୍ କାଦା ବିରଞ୍ଚିର ପାଟିରେ ହାତ ରଖି ଚୁପ୍ କରିଦେଲା। ପାଟି କରନି, ମା ଶୁଣିବେ। ବିରଞ୍ଚି ଠିକ୍ ବୁଝିପାରିଲା ମୋ ମାପରେ କାଦା ଦାଦା ପୁଅ କଥା କହି ନିଜ ମନ ପସନ୍ଦରେ ଜିନ୍ସ ଓ ସାର୍ଟ କିଣିଛି। ସେ ସ୍ୱପ୍ନ ଦେଖୁଛି ନା ବାସ୍ତବ କିଛି ବୁଝିପାରିଲା ନାହିଁ। ହେଲେ କାଦା, ତୁମ ଘରେ? ହଁ, ବାପା ନାହାନ୍ତି। ଏଇଟା ମୋ ପାଇଁ ସୁବର୍ଣ୍ଣ ସୁଯୋଗ ବୋଲି ଭାବିପାର। ତୁମକୁ ସରପ୍ରାଇଜ କରିଥାନ୍ତି କିପରି? ବିରଞ୍ଚି କିଛି କହିପାରିଲା ନାହିଁ। ତାର କଣ୍ଠ ରୁଦ୍ଧ ହୋଇଗଲା। ସେ କିଛି ନ କହିପାରି କାଦାର ନିର୍ଦ୍ଦେଶକୁ କେବଳ ପାଳନ କରି ଚାଲିଲା। ନୂଆ ଡ୍ରେସ୍ ପରିଧାନ ପରେ ମାଉସୀଙ୍କୁ ଆଗ ମୁଣ୍ଡିଆ ମାରିଲା। ବିରଞ୍ଚି ମୁଣ୍ଡରେ ହାତ ରଖି ଲକ୍ଷ୍ମୀ ଦେବୀ ଆଶୀର୍ବାଦ କଲେ। ସେହି ଆଶୀର୍ବଚନରେ ବିରଞ୍ଚି ନାୟକର ଜୀବନ ଧନ୍ୟ ଓ ସାର୍ଥକ ହେବା ପରି ମନେ ହେଲା। ସତେ ଯେମିତି ବିରଞ୍ଚିକୁ ଲାଗିଲା ମୁଁ ଯେଉଁ ମାଆକୁ ଖୋଜୁଥିଲି ସେ ଆଜି ମୋ ସାମ୍ନାରେ ଦଣ୍ଡାୟମାନ। ମୋ ଜୀବନ କୃତାର୍ଥ ହେଇଗଲା। ଗୋଟିଏ ବଡ଼ କ୍ୟାଣ୍ଡେଲରେ ଅଗ୍ନି ସଂଯୋଗ କରି କାଦା ବଢ଼େଇ ଦେଲା ବିରଞ୍ଚି ହାତକୁ। ଜଳି ଉଠିଲେ କେକ୍ ଉପରେ ଥିବା କ୍ୟାଣ୍ଡେଲ ଗୁଡ଼ିକ କାଦା ଓ ବିରଞ୍ଚି ମୁଖମଣ୍ଡଳକୁ ଆଲୋକିତ କରି। ବିରଞ୍ଚି ସଙ୍ଗେ ସଙ୍ଗେ କ୍ୟାଣ୍ଡେଲ ଗୁଡ଼ିକୁ ଫୁଙ୍କା ମାରି ନିର୍ବାପିତ କଲା। ଏହି ସମୟରେ ସୁଲଳିତ କଣ୍ଠରେ କାଦା କହି ଚାଲିଲା, ହ୍ୟାପି ବାର୍ଥଡେ ଟୁ ୟୁ, ହ୍ୟାପି ବାର୍ଥଡେ ଟୁ ୟୁ। କାଦା ଧରିଥିବା ପ୍ଲାଷ୍ଟିକ ଛୁରୀଟାକୁ ବିରଞ୍ଚି ହାତକୁ ବଢ଼ାଇ ଦେଇ ତା କୋମଳ ହସ୍ତକୁ ବିରଞ୍ଚି ହସ୍ତରେ ମୃଦୁ ଚାପା ଦେଇ କେକ୍ଟିରୁ ଖଣ୍ଡେ କାଟି ଆଣିଲା। ହ୍ୟାପି ବାର୍ଥଡେ ଟୁ ୟୁ କହି କାଦା କେକ୍ ଖଣ୍ଡକୁ ବିରଞ୍ଚି ପାଟିରେ ପୁରାଇ ଦେଉ ଦେଉ ବିରଞ୍ଚି ଚକ୍ଷୁରୁ 2 ଟୋପା ଲୁହ ଝରି ପଡ଼ିଲା। ଏହି ଆନନ୍ଦାଶ୍ରୁ ଅନେକ ଦିନର ବେଦନାକ୍ତର ପରିପ୍ରକାଶ। ସେହି କେକ୍ରୁ ଅଧା ବିରଞ୍ଚି କାଦାର ପାଟିକୁ ଦେଲା। କାଦା ନିଜେ କୃତାର୍ଥ ମନେ କଲା। ଏହାପରେ ମା ଲକ୍ଷ୍ମୀ ଦେବୀକୁ ଉଭୟ କେକ୍ ଖୁଆଇଲେ। ଏସବୁ ଦେଖି ଲକ୍ଷ୍ମୀ ଦେବୀଙ୍କର ରୋଗିଣା ଓ ଭୟାର୍ତ୍ତ ଛାତିକୁ ଅନେକ ପ୍ରଶ୍ନବାଣ ବିଦ୍ଧ କରି ଚାଲିଥିଲା। ହେଲେ ଝିଅର ସୁଖ ହିଁ ତାର ସୁଖ, ଝିଅ ମୁହଁରେ ହସ ହିଁ ତାର କାମ୍ୟ। ହେଲେ ଏ ସମାଜ, ନୀତି ଓ ଆଦର୍ଶକୁ ଜାବୁଡ଼ି ଧରି ବାଟ ଚାଲୁଥିବା ତା ସ୍ୱାମୀ, ତା ପରିବାର ବର୍ଗ ଓ ସାହି ପଡ଼ିଶାଙ୍କୁ ସେ କି ଉତ୍ତର ଦେବ? ଏସବୁ ପ୍ରଶ୍ନ ଗୁଡ଼ିକ ପରାସ୍ତ ସୈନ୍ୟ ପରି ପଳାୟନ କରିଯାଏ ତା ରକ୍ତ ପାଇଁ, କାଦା ପାଇଁ। ନା, ସେ ଯାହା ହେଉ ତା ଝିଅ କେବେ ଭୁଲ କରି ନପାରେ। କାଦା, ମୋତେ ଯିବାକୁ ଦିଅ। ତୁମରି ଋଣ ମୁଁ ଜନ୍ମ ଜନ୍ମାନ୍ତରେ ବି ପରିଶୋଧ କରିବାକୁ ଅସମର୍ଥ। କିଏ ଯିବ? ତୁମେ? ତୁମକୁ ଆଜି ଛାଡ଼ିଦେବି ଯେ ତୁମେ ଯିବ? ତୁମେ ଏବେ ଫୋନ୍ କର ଘରକୁ, କହିବ ମୁଁ ଭୁବନେଶ୍ୱରରୁ ଗୋଟିଏ କାମରେ ଆସିଛି, କାଲି ସକାଳୁ ଫେରିଯିବି। କାଦା, ବାଧ୍ୟ କର ନା। ତୁମେ ବି ଅବାଧ୍ୟ ହୁଅ ନା। ଆଜି ତୁମର ଜନ୍ମଦିନ। ପୁଣି ଇଏ ସୁଯୋଗ ମୁଁ କେବେ ହାତଛଡ଼ା କରିବି ନାହିଁ। ମାଉସୀ କ'ଣ ଭାବିବେ? ମୁଁ ବୁଝେଇ ଦେଇଛି, ସେ ବି ତୁମକୁ ବାଧ୍ୟ କରିବେ ଏତେ ରାତ୍ରି ନ ଯିବାକୁ। ଭୟ କର ନା। କାଦା, ତୁମେ ବହୁତ ଚାଲାକ।
ତୁମ ସାହସକୁ ବି ମୁଁ ତାରିଫ କରି ରହିପାରୁନି। ନୂଆ ଜାମାରେ ତୁମେ ବହୁତ ସୁନ୍ଦର ଦିଶୁଛ। ଚଏସ୍ କାହାର? ସୁନ୍ଦରୀ ନାରୀର କାଉଁରୀ ଫାଶରେ କିଏ ବା ବାଟବଣା ହୋଇ ସେଥିରେ ନ ପଡ଼ିଛି? ପୁଣି କାଦାପରି ଝିଅ। ଏହା ଭାବି କ'ଣ କରିବ ବିରଞ୍ଚି କିଛି ଚିନ୍ତା କରିପାରିଲା ନାହିଁ। ହେଉ କାଦା, ତୁମ ଇଚ୍ଛା। ସମ୍ପୂର୍ଣ୍ଣ ଆତ୍ମସମର୍ପଣ। ଏହି ସମୟରେ ଲକ୍ଷ୍ମୀ ଦେବୀଙ୍କ ସ୍ୱର ଶୁଣାଗଲା, ଝିଅରେ, ତୁ ପୁଅ ପାଇଁ ଖାଇବାକୁ ବାଢ଼। ମୁଁ ବାଢ଼ି ଦେଉଛି, ତୁ ଆଗ ଖାଇଦେ, ଆମେ ପରେ ଖାଇବୁ। ମା ଖାଇସାରିଲା ପରେ ତାକୁ ମେଡ଼ିସିନ ଦେଇ କାଦା ମା ପାଇଁ ବିଛଣା ପ୍ରସ୍ତୁତ କରିଦେଲା। ମାକୁ କହିଲା, ତୁ ଯା ଶୋଇପଡ଼। କାଦା ଡାଇନିଂ ଟେବୁଲରେ ଉଭୟଙ୍କ ପାଇଁ ଖାଇବା ବାଢ଼ିଲା। ବିରଞ୍ଚି ଲକ୍ଷ୍ୟ କରୁଥିଲା, କାଦା ମନରେ ଯେମିତି ଉନ୍ମାଦ ଭରିଛି। ଖାଇବା ସମୟରେ କାଦା ବିରଞ୍ଚି ଆଡ଼କୁ ଚାହିଁ ମୁର୍କି ମୁର୍କି ହସୁଥିଲା। ସତେ ଯେମିତି ପୂର୍ଣ୍ଣମୀର ଚାନ୍ଦ ଆଜି ସବୁଠୁ ସୁନ୍ଦର ହସ ହସୁଛି। କହୁଛି, ମୁଁ ବିଶ୍ୱ ବ୍ରହ୍ମାଣ୍ଡର ସବୁଠୁ ସୁନ୍ଦରୀ। ସତେ ଯେମିତି କହୁଛି, ହେ ବିରଞ୍ଚି ନାୟକ, ତୁମେ ମୋର। ତୁମ ଉପରେ ମୋର ହିଁ କେବଳ ଅଧିକାର। ତୁମେ ଯେତେ ଫିକର କାଢ଼ିଲେ ବି ମୋର ପ୍ରେମ ଜାଲରୁ ମୁକ୍ତି ପାଇବା ଅସମ୍ଭବ। କାଦା, ତୁମେ ଠିକ୍ କରୁନ। ଯେ ପ୍ରେମ ପାଗଳିନୀ, ତା ନିକଟରେ ଉଚିତ ଅନୁଚିତର ମାନେ କିଛି ନଥାଏ। ତା ପାଇଁ ସବୁ ଠିକ୍। ବାପାଙ୍କ ଅନୁପସ୍ଥିତି ତୁମେ ଠିକ୍ ଜାଣିଥିଲ? ୟେସ୍, ଏହାକୁ ଆମ ପ୍ରେମ ସଫଳତାର ସୁଯୋଗ ଆଉ ତୁମ ଜନ୍ମଦିନର ସଂଯୋଗ ବୋଲି ଭାବିପାର। ମୋର ଜନ୍ମଦିନ ତୁମେ ଜାଣିଥିଲ? ତୁମେ ବହୁତ ଇଣ୍ଟେଲିଜେଣ୍ଟ। କେବଳ ତୁମ ପାଇଁ। ମୁଁ କେଉଁଠି ଶୋଇବି? କାଦା ଟିକେ ସ୍ମିତ ହସ ହସି ଉତ୍ତର ଦେଲା, ମୋ ବେଡରୁମ୍ରେ। ନୋ, ହ୍ୱାଇ ନଟ୍? କାଦାର ମନ ଓ ଶରୀର ଆଜିଠୁ ହେବ ବିରଞ୍ଚି ନାୟକର। ନଚେତ୍ ମୁଁ ବଞ୍ଚିପାରିବିନି। ଚକ୍ଷୁରୁ ବହି ଆସୁଥିବା ଦୁଇ ଧାର କାଦାର ଗୋଲାପୀ ଓଷ୍ଠକୁ ସିକ୍ତ କରୁଥିଲା। ସରି, ମୁଁ ଦୁଃଖିତ। ଏତେବେଳକୁ କାଦା ଓ ବିରଞ୍ଚିର ଖାଇବା ଶେଷ ହୋଇଥିଲା। ବିରଞ୍ଚି ହାତ ଧୋଇ ଡ୍ରେସ୍ ବଦଳିଲା। କାଦା ଖାଇବା ବାସନକୁ ସିଙ୍କ ଭିତରେ ରଖିଦେଲା। ସବୁ କାମ ସାରିଲା ବେଳକୁ ରାତ୍ରି ପ୍ରାୟ 11:30। ଏତେବେଳକୁ ମା ଶୋଇଗଲେଣି। ମାଙ୍କ ବେଡରୁମ୍ରୁ ଲାଇଟ୍ ଅଫ୍ କରି କବାଟ ଆଉଜେଇ ଦେଇ କାଦା ତା ବେଡରୁମ୍କୁ ଆସିଲା। କାଦା, ମୁଁ ତ ତୁମ ଓ ତୁମ ଘର ବିଷୟରେ ସବୁ ଜାଣିଲି। ହେଲେ ଏତେ ଦିନ ସମ୍ପର୍କ ଭିତରେ ଦିନେ ହେଲେ ତ ମୋ ବିଷୟରେ ଥରୁଟିଏ ପ୍ରଶ୍ନ କରିନ? ମୋ ପରିବାର ବିଷୟରେ ଟିକେ ଜାଣିବାକୁ ଚେଷ୍ଟା ବି କରିନ? କାହିଁକି ପଚାରିବି? ଉତ୍ତର ଆସିବ, କାଦା, ମୁଁ ବିବାହିତ। ମୋର ପିଲା ଛୁଆ ଅଛନ୍ତି। ମୋର ଅନେକ ଗୁରୁ ଦାୟିତ୍ୱ ରହିଛି। ମୋତେ ତୁମେ ଭୁଲିଯାଅ, ଏଇଆ ନା? ଏହା ବ୍ୟତୀତ ଆଉ କ'ଣ ହୋଇପାରେ? ତଥାପି କାଦା ଯାହାକୁ ହୃଦୟ ଓ ମନ ଥରେ ଦେଇଛି, ତାର ବିଶ୍ୱାସ ସେ ମହାତ୍ମା କେବେ ହେଲେ ତାକୁ ପ୍ରତ୍ୟାଖ୍ୟାନ କରିବ ନାହିଁ। ଏହି ଦୃଢ଼ ବିଶ୍ୱାସ ମୋର ଅଛି। କାଦା, ମୁଁ ବିବାହିତ। ବିବାହିତ ପୁରୁଷ କ'ଣ ଆଉ ଜଣେ ନାରୀକୁ ପ୍ରେମ କରିବା ମନା? ମୋର ବୟସ ପ୍ରାୟ 50 ହେବ। ମୋ ବଡ଼ ଝିଅ MBBS ପ୍ରଥମ ବର୍ଷର ଛାତ୍ରୀ। ହେଉ, ପ୍ରେମ କରିବାରେ କ'ଣ ବୟସର ତାରତମ୍ୟ ଥାଏ? ପାଶ୍ଚାତ୍ୟ ଦେଶରେ 70 ବର୍ଷର ପୁରୁଷ ବିବାହ କରିପାରୁଛନ୍ତି। ସେଠାରେ ତ ବୟସ୍କ ପୁରୁଷ ତରୁଣୀମାନଙ୍କ ସହ ବୁଲି ରୋମାନ୍ସ କରୁଛନ୍ତି। ଆପଣଙ୍କ ମନ ଓ ପୌରୁଷତ୍ୱ ଉପରେ ମୋର ଦୃଢ଼ ବିଶ୍ୱାସ ଅଛି ବୋଲି ତ ମୁଁ ତୁମ ପାଇଁ ପାଗଳିନୀ ସାଜିଛି। କାଦା, ଆମ ସଂସ୍କୃତି ଆମକୁ ପ୍ରଶ୍ନ କରିବ। ମୋ ପରିବାରର ଗତିପଥ ବଦଳିଯିବ। ତାହା ମୁଁ କେବେ କରିବାକୁ ଦେବିନି। ବିଶ୍ୱାସ ରଖ, ସେ ମୋ ବଡ଼ ଭଉଣୀ। ତାଙ୍କ ଅଧିକାର ସେ ନିଶ୍ଚୟ ପାଇବେ। ତାଙ୍କ ପାଇଁ ଯେତିକି ତୁମ ପରି ପୁରୁଷର ସୃଷ୍ଟି, ତାଙ୍କ ପାଇଁ ଯେମିତି ତୁମ ପରି ପୁରୁଷର ସୃଷ୍ଟି। ମୋ ସୃଷ୍ଟି ତ ତୁମ ପାଇଁ। ଏ ତ ମୋ ଇଚ୍ଛା ନୁହେଁ, ଏ ତ ପ୍ରାରବ୍ଧ ବୋଲି ଜାଣ।
ଚେଷ୍ଟା କରି ମଧ୍ୟ ମୁଁ ତୁମଠାରୁ ଦୂରେଇ ଯାଇପାରୁନି। ଆଜିଠାରୁ ଆପଣ ମୋ ପାଇଁ ବିରଞ୍ଚି। ପ୍ଲିଜ୍ ଆପଣଙ୍କ ଉପରେ ମୋର ଅଧିକାରକୁ ସ୍ୱୀକୃତି ଦିଅନ୍ତୁ। ଆଇ ଲଭ୍ ୟୁ ବିରଞ୍ଚି। ପ୍ଲିଜ୍ ହେଲ୍ପ ମି। ମୋତେ ତୁମ ବାହୁବନ୍ଧନରେ ଜାବୁଡ଼ି ଧର। ଆଜି ମୁଁ ତୁମକୁ ସବୁ କିଛି ସମର୍ପି ଦେବାକୁ ଚାହେଁ। ଆମେ ଦୁହେଁ ଏକ ହୋଇଯିବା। ଆତ୍ମାରେ ଆତ୍ମାରେ, ପ୍ରତିଟି ନିଶ୍ୱାସ ପ୍ରଶ୍ୱାସରେ, ପ୍ରତିଟି ଶିରା ପ୍ରଶିରାରେ ଭୁଲିଯିବା ସକଳ ଦୁଃଖ, ଖାଲି ପାଇବା ଆନନ୍ଦ ଓ ଆନନ୍ଦ। ବାପା ମା ତୁମର ନାମ ରଖିଥିଲେ କାଦମ୍ବିନୀ, ଶ୍ରଦ୍ଧାରେ ଡାକନ୍ତି କାଦା। ହେଲେ ମୋ ପାଇଁ ତୁମ ଉପନ୍ୟାସ। ମୁଁ ତୁମକୁ ଆଜି ଡାକିବି ଉପନ୍ୟାସ। ବାସ୍ତବିକ ତୁମେ ମୋ ଉପନ୍ୟାସ। ତୁମକୁ ମୋତେ ନେଇ ସୃଷ୍ଟି ହେବ କାହାଣୀ। ମୋ ଜୀବନର ଗତିପଥରେ ତୁମେ ମୁଖ୍ୟ ଭୂମିକା ଗ୍ରହଣ କରିବ। ମୁଁ ବୟସ୍କ ପ୍ରେମିକଟି ତୁମର ବାହୁବନ୍ଧନରେ ପଡ଼ି ଭୁଲିଯିବି ସଂସାରର ସକଳ ଦୁଃଖ ଓ ଯନ୍ତ୍ରଣା। ତୁମ ଓ ମୋ ମଧ୍ୟରେ ସୃଷ୍ଟି ହେବ ରୋମାନ୍ସ। ଖାଲି ଆତ୍ମା ଓ ଆତ୍ମାରେ ନୁହେଁ, ପ୍ରତିଟି ଶିରା ପ୍ରଶିରା ରକ୍ତ ମଜ୍ଜାରେ ସୃଷ୍ଟି ହେବ ଖାଲି ପ୍ରେମ ଆଉ ପ୍ରେମ। ଭୁଲିଯିବି ପ୍ରତିଶ୍ରୁତି, ଖାଲି ଦେବାକୁ ଥିବ ପ୍ରତାରଣା। ଆଉ ବାଧ୍ୟ କରିବାକୁ ହେବ ମିଥ୍ୟାର ପ୍ରତିଶ୍ରୁତିକୁ। ଜଣକୁ ସୁଖ ଦେବାକୁ ଯାଇ ଅନ୍ୟକୁ ଦୁଃଖ। ହୋଇଯିବି ମୁଁ ପରିସ୍ଥିତିର ଦାସ। ତୁମେ ଜାଣିଛ କାଦା, ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ କର୍ଣ୍ଣ ପିତାମହ ଭୀଷ୍ମକୁ କହିଥିଲେ, ଗଙ୍ଗାପୁତ୍ର, ମୁଁ ସମସ୍ତ ରାଜା ମହାରାଜା ଆଦି ଅନେକ ଯୋଦ୍ଧାଙ୍କୁ ଯୁଦ୍ଧରେ ପରାସ୍ତ କରିଛି। ହେଲେ ଆଜି ପର୍ଯ୍ୟନ୍ତ ବୁଝିପାରୁନାହିଁ, ଯେତେବେଳେ ଅର୍ଜୁନର ସାମ୍ନା କରୁଛି ସେତେବେଳେ ମୁଁ କାହିଁକି ନିଜକୁ ଯେମିତି ପରାସ୍ତ ମନେ କରୁଛି। ଏହାର କାରଣ କ'ଣ ଗଙ୍ଗାପୁତ୍ର? କର୍ଣ୍ଣର କଥା ଶୁଣି ପିତାମହ ଭୀଷ୍ମ ଉତ୍ତର ଦେଲେ, ପୁତ୍ର, ଏହାର କାରଣ କେବଳ ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନ ହେଉଛି ଅନ୍ୟାୟର ପ୍ରତୀକ। ତୁମେ ଯେହେତୁ ଅନ୍ୟାୟ ପକ୍ଷରେ ରହିଛ, ତେଣୁ ଅର୍ଜୁନ ନିକଟରେ ତୁମର ପରାଜୟ ଅବସମ୍ଭାବୀ। ତେଣୁ ପୁତ୍ର, ଏବେ ବି ସମୟ ଅଛି। ତୁମେ ଦୁର୍ଯ୍ୟୋଧନକୁ ପରିତ୍ୟାଗ କର। ଏହା ଶୁଣି କର୍ଣ୍ଣ ପ୍ରତ୍ୟୁତ୍ତରରେ କହିଲେ, ଗଙ୍ଗାପୁତ୍ର, ଆପଣ ବି ଦୁର୍ଯ୍ୟୋଧନକୁ ତ୍ୟାଗ କରିପାରିବେ? ପିତାମହ କିଛି ସମୟ ନୀରବ ରହି କହିଲେ, ମୁଁ ବିବଶ ପୁତ୍ର। ଏହାପରେ କର୍ଣ୍ଣଙ୍କର ଉତ୍ତର ପାଇଥିଲେ ବୋଲି ସ୍ୱୀକାର କରିଥିଲେ, ମୁଁ ବି ଗଙ୍ଗାପୁତ୍ର ଦୁର୍ଯ୍ୟୋଧନଙ୍କ ନିକଟରେ ଋଣୀ। ପାଣ୍ଡବ ବିରୁଦ୍ଧରେ ଯୁଦ୍ଧ କରିବାକୁ ମୋ ବିବଶତା ମୋତେ ବାଧ୍ୟ କରିଛି। ହେଲେ କଳିଯୁଗର ଏହି ବିରଞ୍ଚି ନାୟକ ଗୋଟିଏ ଭୀଷ୍ମ କିମ୍ବା କର୍ଣ୍ଣର ଭୂମିକାରେ ଅବତୀର୍ଣ୍ଣ। ବିବଶତା ତାକୁ ତିଳ ତିଳ କରି ଦଗ୍ଧ କରିଛି। ନିୟତିର ନିର୍ଦ୍ଦେଶରେ ନିଜର ସତ୍ତା ହଜିଯିବ ମହାସାଗରର କେଉଁ ଅତଳ ଗର୍ଭରେ। କଥୋପକଥନରେ ବେଳ ଗଡ଼ିଯିବ। ତୁମ କଥାରୁ ମଧୁ ଝରୁଥିବ। ତୁମ ହସରୁ ମୁକ୍ତାର ବର୍ଷା ହେବ। ତୁମ କୁହୁକ ଚାହାଣି ମୋତେ ବାଧ୍ୟ କରୁଥିବ ଆଉ କିଛି ସମୟ ତୁମ ସହିତ ବିତାଇବାକୁ। ପୁଣି ଟ୍ରାଜେଡି। ଯେତେବେଳେ ନିଆଁକୁ ଡେଇଁବାକୁ ପଡ଼ିଛି, ମୃତ୍ୟୁ ତ ସୁନିଶ୍ଚିତ। ମିଳନରେ ପୁଣି ଥାଇପାରେ ବିଚ୍ଛେଦ। ପୁଣି କାହାଣୀ ଅନ୍ତରେ ତୁମ ମୋ ଚରିତ୍ରକୁ ସମାଜ କିପରି ଦେଖିବ? ହୁଏତ ପ୍ରଶଂସାର ଫୁଲ ପାଖୁଡ଼ାମାନ ଝରି ପଡ଼ିବ, ଅବା ଅପବାଦର ଶବ୍ଦ ବାଣରେ ଆମ ହୋଇଯିବା ଘୃଣ୍ୟ। ବିରଞ୍ଚର ଏହି କଥାଗୁଡ଼ିକୁ କାଦା ମୁରୁକି ମୁରୁକି ହସି ସବୁ ଶୁଣି ଚାଲିଥିଲା। ସେ ଲକ୍ଷ୍ୟ କଲା ବିରଞ୍ଚିର ସେଣ୍ଟିମେଣ୍ଟକୁ, ଇମୋସନକୁ ଟିକେ ହାଲକା କରିବା ପାଇଁ କାଦା କହିଲା, ଆପଣ ଶିକ୍ଷକ ନ ହୋଇ ଜଣେ ଦାର୍ଶନିକ ହେବାର ଥିଲା। ଆପଣ ଏମିତି କ'ଣ ଗୁଡ଼ାଏ କହିଯାଉଛନ୍ତି? ସବୁ ପ୍ରେଡିକ୍ସନ୍ କ'ଣ ସତ ହୁଏ? ମୁଁ ଥିବା ଯାଏ ତୁମକୁ କ'ଣ କେବେ ଦୁଃଖ ଦେବି ବୋଲି ଭାବୁଛନ୍ତି? ଆମ ପ୍ରେମ କ'ଣ ଶାଶ୍ୱତ ନୁହେଁ, ଦୃଢ଼ ନୁହେଁ? ମୁଁ ତୁମ ବିନା କେବେ ବଞ୍ଚିପାରିବିନି। ମୁଁ ତୁମକୁ ସ୍ୱୀକାର କରିନେଇଛି। ମୋର ଶରୀର, ମନ, ହୃଦୟ ଓ ଆତ୍ମାରେ କେବଳ ତୁମେ। କାଦାର ହୃଦୟ ମନ୍ଦିରରେ ଆଉ କାହାର ସ୍ଥାନ ନାହିଁ। କାଦା, ମୋତେ ବୁଝିବାକୁ ଚେଷ୍ଟା କର। ମୁଁ ସବୁ ବୁଝିଛି। ଥରେ ନାରୀର ମନ ଓ ହୃଦୟ ଜଣେ ପୁରୁଷ ପ୍ରତି ଆନ୍ଦୋଳିତ ହୋଇଗଲା ପରେ ତାକୁ ଆଉ ହୃଦୟରୁ ପୋଛିବା ସମ୍ଭବ ହୁଏ ନା। କାହିଁକି ତୁମେ ମୋ ସହିତ ଏମିତି ଭାବ ଲଗାଇଦେଲ? କାଦା, ମୋ ମନରେ ତୁମ ରୂପ ସୌନ୍ଦର୍ଯ୍ୟ ପ୍ରତି ଯେତେ ଦୁର୍ବଳତା ଆସିଥିଲେ ମଧ୍ୟ ବାସ୍ତବରେ ମୁଁ ତୁମକୁ ନିଜ ଭଉଣୀ ରୂପେ ଦେଖିବାକୁ ଚାହେଁ। ତୁମ ବ୍ୟବହାର ଓ ସରଳତା ହେତୁ ତୁମ ସହିତ ମୋର ଗୋଟେ ଭାଇର ସମ୍ପର୍କ ବୋଲି ଭାବିନିଅ। ଏହାଦ୍ୱାରା ଆମ ଦୁହିଁଙ୍କର ମଙ୍ଗଳ। ମୁଁ ଏକ ହତଭାଗ୍ୟ। 20 ବର୍ଷ ହେଲା
ବିବାହ ହୋଇ ମଧ୍ୟ ମୁଁ ମୋର ସ୍ୱାମୀ କିମ୍ବା ପିତାର କର୍ତ୍ତବ୍ୟକୁ ସୁଚାରୁ ରୂପେ ପାଳନ କରିପାରି ନାହିଁ। ପିତାମାତାଙ୍କର ଜ୍ୟେଷ୍ଠ ପୁତ୍ର ହୋଇ ମଧ୍ୟ ମୋର ଗୁରୁ ଦାୟିତ୍ୱକୁ ବି ଠିକ୍ ସେ ସମ୍ପାଦନ କରିପାରି ନାହିଁ। ଭୂଗୋଳ ପୋଥିରେ ନାଁ ନଥିବା ମୋ ସେଇ ଛୋଟିଆ ଗାଁ, ତା ମାଟି, ପାଣି, ପବନ, ବୃକ୍ଷ, ଲତା ଯେଉଁମାନଙ୍କୁ ମୁଁ ଏତେ ଭଲ ପାଉଥିଲି, ଆଜି ସେ ସବୁକୁ ଭୁଲିଛି। ମୋ ଗାଁ ପାଇଁ ମୁଁ ଯେମିତି ଗୋଟିଏ ଅଜ୍ଞାତ ଆଗନ୍ତୁକ ପରି। ମୁଁ ଜାଣେ ନା କେଉଁ ଦୁର୍ବଳତାରୁ ତୁମ ସହିତ ସମ୍ପର୍କ ଯୋଡ଼ି ହେଲା। ମୁଁ କିଂ କର୍ତ୍ତବ୍ୟଂ ମୂଢ଼ମ୍, ପ୍ରାୟ ଈଶ୍ୱରଙ୍କ ଇଚ୍ଛା କ'ଣ ମୁଁ ଜାଣେ ନା। ସୁଖ ଦୁଃଖ ସଂସାର ମଧ୍ୟରେ ଆଉ ଏଇ ଅଣନିଶ୍ୱାସୀ ହୋଇ ପଡ଼ୁଥିବା ସମାଜ ମଧ୍ୟରେ ପେଶି ହୋଇ ଯାଉଥିବା ମଣିଷଟା ପୁଣି କିପରି ଆଉ ଏକ ବୋଝ ବୋହି ବାଟ ଚାଲିବ? କିଛି ହେଲେ ନିଷ୍ପତ୍ତି ନେଇପାରୁନାହିଁ। ତୁମ ଦୁଃଖରେ ମୋତେ ଦୁଃଖୀ କରିଦିଅ। ତୁମ ହୃଦୟ ଭିତରେ ମୋତେ ଟିକେ ସ୍ଥାନ ଦିଅ। ଦେଖିବ ସବୁ ଠିକ୍ ହେଇଯିବ। ପୁଣି କାଦା କହିଲା, ଆଜିଠାରୁ ଆପଣ ମୋ ପାଇଁ ବିରଞ୍ଚି ସାର୍ ନୁହନ୍ତି, କେବଳ ବିରଞ୍ଚି। ମୋ ଜୀବନ, ମୋ ଆତ୍ମା। ତୁମ ଛାତିରେ ହାତ ରଖି କହିଲ, ତୁମେ ମୋତେ ସତରେ ଭଲ ପାଉନ? ଖାଲି ମୁଁ କ'ଣ ତୁମ କଥା ଭାବୁଛି? ତୁମେ କ'ଣ ମୋ କଥା କିଛି ଭାବୁନ? ମୋ ମୁଣ୍ଡରେ ହାତ ରଖି ଥରେ ମାତ୍ର କହିଦିଅ, ମୁଁ ତତେ ଭଲ ପାଏ ନାହିଁ ବୋଲି। ତେବେ ଆଜିଠୁ ଆମ ସମ୍ପର୍କରେ ତାଲା ପଡ଼ିଯିବ। ବିରଞ୍ଚିର ହାତକୁ ଟାଣି ନେଇ କାଦା ତା ମୁଣ୍ଡ ଉପରେ ରଖିଦେବା ମାତ୍ରେ ବିରଞ୍ଚି ଆଖିରୁ ଧାର ଧାର ହୋଇ ଲୁହ ଝରି ପଡ଼ିଲା। ହୃଦୟର ସତ୍ୟତା ଲୁହ ହୋଇ ପରିପ୍ରକାଶ କଲା। ସେ କାଦାକୁ ଜାବୁଡ଼ି ଧରି କହିବାକୁ ଲାଗିଲା, ଆଇ ଲଭ୍ ୟୁ କାଦା, ଆଇ ଲଭ୍ ୟୁ। ଉଭୟକୁ ଦୃଢ଼ ଭାବେ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଲେ। ଉଭୟଙ୍କର ଓଷ୍ଠର ମିଳନ ହେଲା। ନିଶ୍ୱାସରେ ନିଶ୍ୱାସ ମିଶିଗଲା। ଉଭୟଙ୍କର ଲୁହ ପିଇଗଲେ, ହୋଇଗଲେ ଏକକାର। ଶରୀର ଶରୀରର ମିଳନ, ରକ୍ତ ରକ୍ତର ମିଳନ, ଆତ୍ମା ଆତ୍ମାର ମିଳନ। ଉଭୟ ହଜିଗଲେ କେଉଁ ଏକ ସ୍ୱର୍ଗୀୟ ଆନନ୍ଦରେ। ଭୁଲିଗଲେ ସଂସାରର ସବୁକିଛି ବାଧା ଓ ବନ୍ଧନ। ଏହିଠାରୁ ଆରମ୍ଭ ହେଲା କାଦା ବିରଞ୍ଚି ଜୀବନର ନୂଆ ଅଧ୍ୟାୟ। ସୃଷ୍ଟି ହେଲା ଉପନ୍ୟାସ। କାଦମ୍ବିନୀ ହୋଇଗଲା ଉପନ୍ୟାସର ନାୟିକା। ବିରଞ୍ଚି ସାର୍ ହୋଇଗଲେ ଖାଲି ବିରଞ୍ଚି ଆଉ ଉପନ୍ୟାସର ନାୟକ।